ଦେଖନ୍ତୁ ଏଇଠି ଆମର ଆକ୍ଚୁଆଲି ଗୋଟେ ପାରା ଏଇଠି ଆମର ଅଛି ଯେ କି ତାକୁ ଶୀତ ହେଉଛି ବୋଧେ ପ୍ରବଳ ତାକୁ ମୁଁ ଘୁରେଇଥିଲି ତଥାପି ସେ ଭାବିଲା କି ମୁଁ ତାକୁ କ'ଣ କରିବି ବୋଲି ସେ ସେଥିପାଇଁ ଛାଡ଼ି ଛୁଡ଼ିକି ପଳଉଥିଲା ତଥାପି ବୋଧେ ତା ଛୁଆକୁ ସେ ଜଗିକି ଅଛି ଆଉ ତାକୁ ଖାଇବାକୁ ଦେଇଥିଲି ଖାଇନି ବୋଧେ ଆଉ ହଁ ଖାଇଦେଇଛି ବୋଧେ ଆଉ ଅବସ୍ଥା ତ ଦେଖିଥିବ ଆଉ କ'ଣ କହିବି ଛାଡ଼ ଏନ୍ଜୟମେଣ୍ଟ ସେ କରୁଛି ଆଉ କରୁ ଆଉ କିଛି ଅସୁବିଧା ନାହିଁ। ତ ହ୍ୟାଲୋ ଗାଇଜ୍ ନମସ୍କାର ଜୟ ଜଗନ୍ନାଥ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ତ ବର୍ତ୍ତମାନ ଏଇଟା ହେଉଛି ଗୋଟେ ନୂଆ ବ୍ଲଗ୍କୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତ ଗୋଟେ ଜିନିଷ ଥିଲା ଆକ୍ଚୁଆଲି କ'ଣ କି କାଲି ଥିଲା ମୋର ନାଇଟ୍ ସିଫ୍ଟ ତ ବର୍ତ୍ତମାନ ଉଠିଲା ବେଳକୁ ଗଲେ ଟାଇମ୍ ପୁରା ହେଇଗଲାଣି କେତେଟା କହିଲ ଦେଖିପାରୁଥିବେ ଏଠି ଖରାପ ପଡ଼ିଗଲାଣି ମାନେ ଦେଖିପାରୁଥିବେ ଟାଇମ୍ ଅଲରେଡ଼ି ହେଇଗଲାଣି 12ଟା ପ୍ଲସ୍ ମାନେ 1:30 ଆଟଲିଷ୍ଟ ହେଇଯିବଣି 1:30 କ'ଣ 2ଟା ହେଇଯିବ ବୋଧେ ମନେ ପଡ଼ୁନି ଟାଇମ୍ଟା ତ ମୁଁ ଦେଖିନି ନା କ୍ୟାମେରାଟା ଧରୁଛି ପୁରା ଖରା ପୁରା ହେଇଛି ଅଲଗା ପ୍ରକାର। ଆଉ ଆମ୍ବ ଗଛରେ ଆମର ବଉଳ ହେଇଛି ଦେଖନ୍ତୁ ଦେଖାଯାଉଛି ତ ହଁ ଦେଖାଯାଉଥିବ କିନ୍ତୁ ମୁଁ ଭାବିଥିଲି ଯେଉଁ ଗଛରେ କିନି ଆମ୍ବ ଗଛରେ ବଉଳ ଦରକାର ଥିଲା ମାନେ ଏଇ ଗଛରେ ଭଲ ଆମ୍ବ ହେଉଥିଲା ଆରଥର ହେଇଥିଲା କିନ୍ତୁ ଏଥର କାହିଁ ହେଇନି ତ ଏଇଟା ହେଇନି ଦେଖାଯାଉ ହେଉଛି କି ନାହିଁ। ତ ବର୍ତ୍ତମାନ ମୁଁ ତ ଉଠିକି ରୋଷେଇ ଫୋଷେଇ କିଛି କରିନି ସକାଳେ ଖାଇକି ଶୋଇପଡ଼ିଥିଲି ଆଉ କେଉଁମାନେ ସବୁ ରୋଷେଇ କରିଛ ଟିକେ ପଠେଇଦେବ କମେଣ୍ଟ ମାଧ୍ୟମରେ ଆମେ ଟିକେ ଖାଇଦେବୁ। ଆଉ ଆପଣଙ୍କର ଦିନଟା ଆଜି କେମିତି ଚାଲିଛି ଆଉ କେଉଁମାନେ ସବୁ ନାଇଟ୍ ସିଫ୍ଟରେ ଥିଲ ମାନେ ପ୍ରିଭିୟସ୍ ଡେରେ ମାନେ କାଲି ତ ସେମାନେ ଟିକେ କମେଣ୍ଟରେ କହିବେ ଆଉ ନାଇଟ୍ ସିଫ୍ଟରେ ଆସିଲା ପରେ ଯେଉଁ ନିଦଟା ହୁଏ ଖାଇଦେଲା ପରେ କୁହନି ଶାନ୍ତି ନିଦ୍ରା ପୁରା। ତ ଦେଖିପାରୁଥିବେ ତ ମୁଁ କହିଥିଲି ଆପଣଙ୍କୁ ଆମର ଗୋଟେ ପାରା ଏଠି ଅଛି ଦେଖନ୍ତୁ ପୁରା ଶାନ୍ତିରେ ଶୋଇଛି। ଆଉ ଭାବିଥିଲି ମୁଁ ଏଠି ଗୋଟେ ଘର କରିଥିଲି ଏଇଟା ଗୋଟେ ଘର କରିଥିଲି ତା ପାଇଁ ଇଏ ତଥାପି ତାକୁ ଶୀତ ହେଲା ବୋଧେ ତାକୁ କାଢ଼ି କୁଡ଼ି ଏଠି ଥୋଇଥିଲି ଶୀତ ହେଲା ବୋଧେ ତାକୁ ପୁଣି ଉପରେ ପୁଣି ସେ ଘର କରିଦେଇଛି ହଉ ଠିକ୍ ଅଛି ଏନ୍ଜୟମେଣ୍ଟ କର କିଛି ଅସୁବିଧା ନାହିଁ। ଆଉ ଦେଖି ସେ ଡରୁଛି ବୋଧେ ନାଇଁ କି ଡରନି ତମର ଆମେ କିଛି କରିବୁନି ତମେ ଏନ୍ଜୟମେଣ୍ଟ କର ହେଲା ଅଳିଆ କର ପଛେ କିନ୍ତୁ ଏନ୍ଜୟମେଣ୍ଟ କର କିଛି ଅସୁବିଧା ନାହିଁ। ଆଉ ସେ ପୁରା ଦେଖନ୍ତୁ ପୁରା ନିରୀହ ପଶୁଟା ପୁରା ତ ଦୟାକରି ଏମିତି ସବୁ ନିରୀହ ପଶୁ ଯେଉଁମାନଙ୍କ ଘରେ ଅଛନ୍ତି ସେମାନଙ୍କୁ ଟିକେ ଶାନ୍ତିରେ ରହିବାକୁ ଦିଅନ୍ତୁ। ଯଦି ବି ଟିକେ ଅଳିଆ କରିଦେବେ ସେଥିରେ କ'ଣ ଅଛି ଟିକେ ପୋଛିଦେବ କ'ଣ ଅଛି ବୁଝିଲ ତ। ତ ବ୍ଲଗ୍ଟା କେମିତି ଲାଗିଲା ଟିକେ କମେଣ୍ଟରେ କହିଦେବେ ରହିଲି ନମସ୍କାର ଜୟ ଜଗନ୍ନାଥ। ଆମେ ଏତେ ବଡ଼ ବ୍ଲଗର ନୁହଁ ଯେ ଆମେ ପୁରା ବ୍ଲଗ୍ ପୁରା ଛିନଛତର ହୋଇକି ବନେଇବୁ ଆମକୁ ଆସିନି ନା ଯାହା ଯେତିକି ହେଉଛି କରିଦେବା କଥା ବାଣ ଫୁଟିଲା ରଖିଦେଉଛି ନହେଲେ ମୋବାଇଲ ଖରାପ ହେଇଯିବ ରହିଲି ହଁ ନମସ୍କାର ଜୟ ଜଗନ୍ନାଥ।